ସାଙ୍ଗମାନେ ଆପଣମାନଙ୍କର ଫେସ୍ରେ ବହୁତ ସାରା ଚୁଟି ହେଉଛି କି ଯଦି ଆପଣମାନେ ଆପଣଙ୍କର ଫେସ୍ର ହେୟାର୍ ରିମୁଭ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଆଜିର ଭିଡ଼ିଓ ଦେଖନ୍ତୁ। ଖାଲି ଫେସ୍ ନୁହଁ, ଆପଣମାନଙ୍କର ବଡ଼ିର ହାତ ପାଦ ଗୋଡ଼ ଯେକୌଣସି ଜାଗାରୁ ଯଦି ହେୟାର୍ ରିମୁଭ୍ କରିବା ପାଇଁ ଚାହୁଁଥିବେ ଅତି ସହଜ ଆଉ ସରଳ ଉପାୟରେ କିପରି କରିପାରିବେ ଘରେ, ବହୁତ ସୁନ୍ଦର ଟିପ୍ସଟେ ମୁଁ ଆପଣମାନଙ୍କ ସହିତ ସେୟାର କରିଛି। ନିହାତି ଭାବରେ ଆଜିର ଭିଡ଼ିଓଟିକୁ ଦେଖନ୍ତୁ ଆଉ ଆପଣମାନେ ଆପ୍ଲାଏ କରନ୍ତୁ, ଯାହାଫଳରେ ଆପଣମାନେ ଘରେ ବସିକି ଆପଣଙ୍କର ଫେସ୍ରୁ ହଉ କିମ୍ବା ହାତ ପାଦରୁ ଆପଣମାନେ ଚୁଟିକୁ ଭଲ ଭାବରେ ରିମୁଭ୍ କରିପାରିବେ। ତ ଆଶା କରୁଛି ଭିଡ଼ିଓଟିକି ଦେଖିବେ, ଭଲ ଭାବରେ ବୁଝିକି ଆପଣମାନେ ବି ଆପ୍ଲାଏ କରିବେ ଆଉ ଆପଣମାନଙ୍କର କାମରେ ଆସିବ। ଏଇଠି ଦେଖନ୍ତୁ ମୁଁ ଲାଇଭ୍ ପ୍ରୁଫ୍ ଦେଖାଉଛି ଆପଣମାନଙ୍କୁ ବହୁତ ସୁନ୍ଦର ଭାବରେ। ଏହିପରି ଭାବରେ ଆପଣମାନେ କରିବା ଦ୍ୱାରା ଆପଣମାନଙ୍କର ଗୋଟିଏ ବି ଚୁଟି ରହିବନି, ପୁରା ଆରାମସେ ବାହାରିଯିବ। ତ ଚାଲନ୍ତୁ କେମିତି କ'ଣ କରିବା ଷ୍ଟାର୍ଟ କରିବା। ପ୍ରଥମେ ନେବେ ଆପଣମାନେ ଗୋଟିଏ ତେଜପତ୍ର। ଏଇଠି ଦେଖନ୍ତୁ ମୁଁ ଗୋଟିଏ ତେଜପତ୍ର ନେଇଛି ଆଉ ତେଜପତ୍ରକୁ ଆପଣମାନେ କ'ଣ କରିବେ ନା ୟାକୁ ଆପଣମାନେ ପାଣିରେ ଫୁଟେଇବେ। ତ ସେଥିପାଇଁ ଆପଣମାନଙ୍କୁ କ'ଣ କରିବାକୁ ପଡ଼ିବ, ପ୍ରଥମେ ଗୋଟିଏ ସସ୍ପେନ୍ ନେଇ ଆସିବେ। ସେଇଥିରେ ଆପଣମାନେ ତେଜପତ୍ରକୁ ଭଲ ଭାବରେ ହାତରେ ଗୁଣ୍ଡ କରିନେବେ। 2-3ଟା ତେଜପତ୍ର ନେଇଯିବେ। ଆଉ ଯେହେତୁ ଆମେ ବହୁତ କମ୍ କ୍ୱାଣ୍ଟିଟିର ବନାଉଛୁ ତ ତାହେଲେ ଆପଣମାନେ ଗୋଟିଏ ତେଜପତ୍ର ନେବେ ଆଉ ହାଲକା ଅଧା କପ୍ ପାଖାପାଖି ପାଣି ଦେବେ। ଦେଖନ୍ତୁ ଏଇ ଟାଇପ୍ର ଦେଇକି ଆପଣମାନେ ୟାକୁ କ'ଣ କରିବେ, ଗ୍ୟାସ୍ରେ ବସେଇକି ଭଲ ଭାବରେ ଫୁଟେଇବେ। ଫୁଟି ଫୁଟି ପାଣିଟା ଅଧା ହେଇଗଲେ ତା'ର କଲର୍ ଚେଞ୍ଜ ହେଇଯିବ ଆଉ ତେଜପତ୍ରର ଫ୍ଲେଭର୍ ପାଣିରେ ପୁରାପୁରି ଭଲ ଭାବରେ ଆସିଯିବ। ଏଇଠି ଦେଖନ୍ତୁ ହେଇଗଲା। ତ ଏବେ ଆପଣମାନେ କ'ଣ କରିବେ, ତାକୁ ଗୋଟେ ଜାଗାରେ ଆପଣମାନେ ପାଣିଟାକୁ ଖାଲି ଛାଣିକି ରଖିନେବେ। ଏଇଠି ଦେଖନ୍ତୁ ମୁଁ ଗୋଟେ କପ୍ରେ ପାଣିଟାକୁ ଭଲ ଭାବରେ ଛାଣି ଦେଉଛି। ଏଇଠି ପାଣିକୁ ଛାଣିକି ରଖିନେବେ ଆଉ ଏତେ ପାଣି ଆପଣମାନେ ଯଦି ଆବଶ୍ୟକ କରିବେ, ନହେଲେ ବହୁତ କମ୍ ପାଣିରେ ବି ଆପଣମାନେ ବନେଇ ପାରିବେ। ଯେହେତୁ ମୋର ଟିକେ ବଡ଼ ସସ୍ପେନ୍ଟା ଥିଲା ପାଣି ଟିକେ ଅଧିକା ଲାଗୁଥିଲା। ତ ତାପରେ ଆପଣମାନେ କ'ଣ କରିବେ, ନେଇଯିବେ ଆପଣ ଖଣ୍ଡେ ଫିଟକିରି। ଫିଟକିରି ଜାଣିଥିବେ ଚୁଟି ପାଇଁ କେତେ ବେନିଫିଟ୍, ସ୍କିନ୍ ପାଇଁ ବି କେତେ ବେନିଫିଟ୍ସ। ତା ସହିତ ଆପଣମାନଙ୍କୁ ୟାକୁ କେଉଁ ଉପାୟରେ ବ୍ୟବହାର କରିବେ ଯାହାଦ୍ୱାରା ଆପଣମାନଙ୍କର ଚୁଟି ତ ଉପୁଡ଼ିବ, ତା ସହିତ ଆପଣଙ୍କ ସ୍କିନ୍ ମଧ୍ୟ ଗ୍ଲୋ କରିବ। ତ ଚାଲନ୍ତୁ ଦେଖିବା, ବହୁତ ସୁନ୍ଦର ଟିପ୍ସଟା ଦେଖନ୍ତୁ। ପ୍ରଥମେ ଫିଟକିରି ଖଣ୍ଡେକୁ କ'ଣ କରିବେ, ଭଲ ଭାବରେ ଗୁଣ୍ଡ କରିନେବେ। ଗୁଣ୍ଡ କରିକି ତା'ର ପାଉଡ଼ର ବନେଇ ନେବେ। ପାଉଡ଼ରକୁ ଆପଣମାନେ ଗୋଟିଏ ଜାଗାରେ ବାହାର କରିନେବେ। ଫିଟକିରିଟା ଏମିତି ଗୋଟେ ଜିନିଷ ଆପଣମାନଙ୍କର ସୌନ୍ଦର୍ଯ୍ୟତାକୁ ପୁରା ବଢ଼େଇ ଦେବ, ଆପଣଙ୍କର ସୌନ୍ଦର୍ଯ୍ୟତାକୁ ପୁରା ଚମକେଇ ଦେବ। ତ ନିହାତି ଏଠି ଫିଟକିରିକୁ ଆପଣମାନେ ବ୍ୟବହାର କରିବେ। ଆଉ ଦେଖନ୍ତୁ ଏଠି ଗୋଟେ ଚାମଚ ମୁଁ ଫିଟକିରିକୁ ଦେଇଦେଲି। ତାପରେ ନେଇଯିବେ ଆପଣମାନେ ଯେକୌଣସି ପେଷ୍ଟ, ଆପଣମାନେ ଯେଉଁ ପେଷ୍ଟ ବ୍ୟବହାର କରୁଛନ୍ତି, ହ୍ୱାଇଟ୍ ପେଷ୍ଟ ହେଉ କୋଲଗେଟ୍, ଯେକୌଣସି କୋଲଗେଟ୍ ଆପଣମାନେ ଏଥିରେ ନେଇଯିବେ। ଟିକେ ଅଧିକା କ୍ୱାଣ୍ଟିଟିର ନେବେ, 2-4 ଥର ଘଷିଲେ ଯେମିତି ବ୍ରସ୍ ହୁଏ। ତାପରେ ଆପଣମାନେ ଏଥିରେ ଆଉ କିଛି ଜିନିଷ ଆଡ଼୍ କରିବେ, ଯେମିତିକି ପ୍ରଥମେ ଆପଣମାନେ କ'ଣ କରିବେ, ଫିଟକିରି ଆଉ ଆମର ଟୁଥପେଷ୍ଟକୁ ଭଲ ଭାବରେ ଗୋଳେଇ ଦେବେ। ଏଠି ଟିକେ ଭଲ ଭାବରେ ଗୋଳେଇ ହେବା ପାଇଁ ଏଥିରେ ଆଉ କିଛି ଜିନିଷ ଆମେ ଆଡ଼୍ କରିବା। ଯେମିତିକି ଆପଣମାନେ ସମସ୍ତେ ଜାଣିଛନ୍ତି ଆମର ମାନେ ଲେମ୍ବୁଟା ହେଉଛି ଭିଟାମିନ୍ ସିରେ ପ୍ରଚୁର ପରିମାଣରେ ଥାଏ, ଯେଉଁଟାକି ଆପଣମାନଙ୍କର ଚୁଟି ତ ରିମୁଭ୍ କରିବ, ତା ସହିତ ଆପଣମାନଙ୍କର ସେ ଜାଗାକୁ କଳା ପକାଇବାକୁ ଦେବନି। କିଛି କିଛି ଜିନିଷ ଥାଏ ଆମେ ଚୁଟି ରିମୁଭ୍ କରିବା ପରେ ସେ ଜାଗାଟା ବହୁତ ଭାବରେ କଳା ପଡ଼ିଯାଏ। ତ ସେଥିପାଇଁ ଆପଣମାନେ ଲେମ୍ବୁର ରସ ବ୍ୟବହାର କରନ୍ତୁ। ତ ଦେଖନ୍ତୁ ଏଠି ଭଲ ଭାବରେ ଚିପୁଡ଼ି ନେବେ। ଅଧା ଚାମଚ ଲେମ୍ବୁର ରସ ଆପଣମାନେ ଏଥିରେ ଆଡ଼୍ କରିନେବେ। ଲେମ୍ବୁ ରସ ଦେଇସାରିଲା ପରେ ଆପଣମାନେ ଦେଖିବେ ଏଇଟା ଭଲ ଭାବରେ ଫେମ୍ପଲ ହେଇକି ମାନେ ଫ୍ଲଫି ହେଇଯିବ ଆଉ ଭଲ ଭାବରେ ହାଲକା ହେଇଯିବ। ତାକୁ ଭଲ ଭାବରେ ଗୋଳେଇବେ। ଏମିତି ଯେତେ ଭଲସେ ଗୋଳେଇଲେ ମିଶିଯିବ ସବୁ। ଦେଖନ୍ତୁ ଏଇଟା ଭଲ ଭାବରେ ଏମିତି ଗୋଳେଇବେ। ପ୍ରଥମେ ସାଙ୍ଗମାନେ ଆପଣମାନେ କେଉଁ ଏରିଆରୁ ମୋ ଭିଡ଼ିଓ ଦେଖୁଛନ୍ତି ପ୍ଲିଜ୍ ମୋତେ କମେଣ୍ଟ ସେକ୍ସନରେ ଜଣାଇ ଦିଅନ୍ତୁ, ଜାଣିଲେ ଖୁସି ଲାଗିବ। ନୂଆ ନୂଆ ଭିଡ଼ିଓ ବନେଇବା ପାଇଁ ମୋଟିଭେସନ୍ ମିଳିପାରିବ। ତାପରେ ଆପଣମାନେ ଏବେ ତ ଶୀତ ଦିନ ଚାଲିଛି, ସମସ୍ତେ ଜାଣିଥିବେ ପୁରା ଆପଣଙ୍କର ସ୍କିନ୍ ପୁରା ଡ୍ରାଏ ହେଇକି ରହୁଥିବ। ତ ସେଥିପାଇଁ ଆପଣମାନେ ଏଥିରେ ଟିକେ ଭେସଲିନ୍ ମଧ୍ୟ ଆଡ଼୍ କରିନେବେ। ବେଶୀ ନାହିଁ, ହାଲକା ଟିକେ ଆପଣମାନେ ଭେସଲିନ୍ ନେଇଯିବେ ଆଉ ତାକୁ ଆପଣମାନେ ସେଇଥିରେ ଦେଇଦେବେ। ଏଇଟା ଖାଲି ଆପଣ ଯେ ଆପଣଙ୍କର ଫେସ୍ରୁ ଚୁଟି ରିମୁଭ୍ ପାଇଁ ନୁହଁ, ଆପଣଙ୍କ ସ୍କିନ୍କୁ ବି ମଧ୍ୟ ବହୁତ ଗ୍ଲୋ କରିବ। କାରଣ ଯେଉଁମାନେ ଫେସ୍ରେ ଆପ୍ଲାଏ କରିବେ, ଯେମିତିକି ଆପଣଙ୍କର ନିଶ ହେଉ କିମ୍ବା ଥୁଡ଼ିରେ ହେଉ କିମ୍ବା କାନ ମୂଳରେ, ଯେକୌଣସି ଗାଲରେ ଯଦି ଆପଣଙ୍କର ହେୟାର୍ ଆସିଛି, ଯଦି ୟାକୁ ଲଗେଇବେ ଆପଣଙ୍କର ହାଲକା ହାଲକା ଚୁଟି ତ ରିମୁଭ୍ ହେବ, ତା ସହିତ ଆପଣଙ୍କ ସ୍କିନ୍ ବି ମଧ୍ୟ ଗ୍ଲୋ କରିବ। ତାପରେ ଏଥିରେ ମୁଁ ଦେଖନ୍ତୁ କିଛି ଅଟା ଦେଇଦେଲି। ଅଟା ଟିକେ ଦେଇସାରିଲା ପରେ ଆପଣମାନେ କ'ଣ କରିବେ, ଏଇଠି ଯେଉଁ ଆମ ତେଜପତ୍ର ବନେଇଥିଲେ ପାଣିଟା ତାକୁ ଆପଣମାନେ ଦେବେ। ଅଟା ଗୋଟେ ଚାମଚ ଦେବେ ଆଉ ତେଜପତ୍ର ପାଣିକୁ ଅଧା ଚାମଚ ଗୋଟେ ଚାମଚ ପାଖାପାଖି ଦେଇକି ତାକୁ ଭଲ ଭାବରେ ଗୋଳେଇ ନେବେ। ଆଉ ଆପଣମାନେ ବ୍ୟାଟରଟା କେତେ ପତଳା କେତେ ମୋଟା କରିବେ ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରେ। ଯେତିକି ପତଳା ମୋଟା ଚାହିଁବେ ସେହି ହିସାବରେ ଆପଣମାନେ ତେଜପତ୍ରର ପାଣିକୁ ଆଡ଼୍ କରିବେ। ଏଇଟା ଦେଖନ୍ତୁ ଭଲ ଭାବରେ ବେଶୀ ବି ପାଣି କରିବେନି, ନହେଲେ ଟିକେ ଅଧିକ ସମୟ ଲାଗିଯିବ ଶୁଖିବା ପାଇଁ। ତ ସେଥିପାଇଁ ହାଲକା ଟିକେ ପାଣି ଦେଇଦେବେ ଆଉ ୟାକୁ ଫେଣ୍ଟି ଦେବେ। ଯଦି ଟିକେ ପାଣି ଅଧିକା ହେଇଗଲା ତାହେଲେ ଆଉ ଟିକେ ଅଟା ଆପଣମାନେ ପକେଇକି ତାକୁ ଭଲ ଭାବରେ ଗୋଳେଇ ଦେବେ। ଅଟା ଜାଗାରେ ଆପଣମାନେ ବେସନ ବି ନେଇପାରିବେ। ଅଟା ପୁରା ଆରାମସେ ଘରେ ମିଳିଯିବ। ତ ସେଥିପାଇଁ ଅଟା ନେବେ, ବେସନ ନେବେ, ଦୁଇଟାରୁ ଯେଉଁଟା ଜିନିଷ ଆପଣମାନେ ନେଇପାରିବେ। ତାପରେ ଯେଉଁ ତେଜପତ୍ର ପାଣିଟା ଥିଲା ସେଇଥିରେ ଆପଣମାନେ ଦେବେ ଲୁଣ। ଗୋଟେ ଚାମଚ ଭରିକି ଲୁଣ ଦେବେ। ଦେଖନ୍ତୁ ଦେଇସାରିଲା ପରେ ଆପଣମାନେ କ'ଣ କରିବେ, ୟାକୁ ଭଲ ଭାବରେ
ଫେଣ୍ଟିବେ। ଆଉ ଗୋଟେ କଥା କହି ରଖୁଛି, ଯଦି ଆପଣମାନେ ସେ ଜାଗାରୁ ହେୟାର ରିମୁଭ୍ କରିବା ପାଇଁ ଚାହୁଁଛନ୍ତି ତାହେଲେ ଏଇଠି ଏଇ ପାଣିର ଆବଶ୍ୟକ ଅଛି। ଯେମିତିକି ଆପଣମାନେ ସମସ୍ତେ ଜାଣନ୍ତି ଲୁଣଟା ଆମର ଲୁଣ ପାଣିଟା ଆମ ଚୁଟି ମୂଳକୁ ୱିକ୍ କରିଦିଏ, ଚୁଟି ବହୁତ ଶୀଘ୍ର ଝଡ଼େଇବାରେ ସାହାଯ୍ୟ କରେ। ତ ସେଥିପାଇଁ ଗୋଟେ ଚାମଚ ସେଇ ତେଜପତ୍ର ପାଣିରେ ଲୁଣ ଦେଇ ସାରିଲା ପରେ ଆପଣମାନେ ଗୋଟେ କଟନ୍ ନେଇଯିବେ, ତୁଳା ନେଇଯିବେ। ସେଇ ତୁଳାରେ ଆପଣମାନେ କ'ଣ କରିବେ, ଏମିତି ପାଣି ଦେଇକି ଭଲ ଭାବରେ ତାକୁ ମାନେ ଏଟାକୁ ଭିଜେଇ ନେବେ। ଭିଜେଇ ସାରିଲା ପରେ ଆପଣମାନେ ଯେଉଁ ଜାଗାରୁ ଚୁଟି ରିମୁଭ୍ କରିବା ପାଇଁ ଚାହୁଁଛନ୍ତି ସେଇଠି ଲଗେଇବେ। ହାଲକା ହାଲକା ଲଗେଇବା ଦ୍ୱାରା କ'ଣ, ଆପଣମାନେ ଥରେ ତ ବ୍ୟବହାର କଲେ ଆପଣଙ୍କର ପୁରା 100% ରେଜଲ୍ଟ ବାହାରିବ ସେଇଆ ନୁହଁ, ଆପଣମାନେ ୟାକୁ ବାର ବାର କରିବାକୁ ପଡ଼ିବ। ଯଦି ଆପଣମାନେ ପୁରା ସବୁଦିନ ପାଇଁ ମୁହଁରୁ ଚୁଟି କିମ୍ବା ହାତ ପାଦରୁ ଚୁଟି ବାହାର କରିବା ପାଇଁ ଚାହୁଁଛନ୍ତି ତ ୟାକୁ ନିହାତି ସପ୍ତାହରେ 2-3 ଥର ବ୍ୟବହାର କରିବାକୁ ପଡ଼ିବ। ତ ଦେଖନ୍ତୁ ଏଇଠି ଆପଣମାନେ ଏଇ ପାଣି ଦ୍ୱାରା ଆପଣଙ୍କର ସ୍କିନ୍ଟାକୁ ଭଲ ଭାବରେ ପୋଛିବେ, ଯାହା ଫଳରେ ଏଇଠି ଯେତେ ବି ଚୁଟି ଗୁଡ଼ା ଥିବ ସେ ଚୁଟି ଗୁଡ଼ାକୁ ୱିକ୍ ହେଇଯିବ। ତାପରେ ଆପଣମାନେ ସେ ପାଣି ଲାଗିଥିବା ଅବସ୍ଥାରେ ଆପଣମାନେ ପେଷ୍ଟଟିକୁ ଲଗେଇବେ, ଯେଉଁ ପେଷ୍ଟଟି ଆପଣମାନେ ଏଠି ସବୁ ଦେଇକି ବନେଇଲେ। ଆକୁ ବହଳିଆ ଭାବରେ ଭଲ ଭାବରେ ଲଗେଇବେ। ଆଉ ଲଗେଇବେ, ଯଦି ଚୁଟି ରିମୁଭ୍ କରିବାର ଅଛି ତାହେଲେ ଆପଣମାନେ ସିଧା ଯେମିତି ଚୁଟି ଉଠିଛି ସେଇ ଟାଇପ୍ର ଲଗେଇ ନେବେ। ଆଉ ଯଦି ଆପଣଙ୍କ ସ୍କିନ୍କୁ ଗ୍ଲୋ କରିବାର ଅଛି ନର୍ମାଲ୍ ଯେମିତି ଲଗେଇବା କଥା ଆପଣମାନେ ହାଲକା ମୁହଁରେ ଲଗେଇବେ। ଆଉ ଗୋଟେ ଜିନିଷ, ଆପଣମାନେ ପ୍ରଥମେ ଯଦି ଆପଣଙ୍କ ଫେସ୍ରେ ଫିଟକିରି ଆପ୍ଲାଏ କରିବାକୁ ଚାହୁଁଛନ୍ତି ଆପଣଙ୍କ ସ୍କିନ୍ରେ, ତାହେଲେ ଛୋଟ ଖଣ୍ଡେ ଜାଗାରେ ଆପଣମାନେ ଲଗେଇକି ଦେଖନ୍ତୁ, ଯଦି କିଛି ବି ରିଆକ୍ସନ୍ ହେଉନି ତାହେଲେ ଆପଣମାନେ ୟାକୁ ବ୍ୟବହାର କରିପାରିବେ। ଏଇଟା କିଛି ସମୟ ପରେ ଶୁଖିଯିବ, 10-15 ମିନିଟ୍ ଲାଗିବ। ଶୁଖିଗଲା ପରେ ଆପଣମାନେ ଅପୋଜିଟ୍ ସାଇଡ଼୍କୁ ଏମିତି ଉଠେଇବେ। ଉଠେଇବା ଦ୍ୱାରା ଏଇଟା ଯେହେତୁ ଟିକେ ମାନେ ଅଠା ଅଠା ଟାଇପ୍ର ହେଇଯାଇଥିବ, ଆପଣଙ୍କର ଚୁଟି ଗୁଡ଼ାକ ହାଲକା ହାଲକା ଯାହା ବି ଥିବ ଯେତିକି ଥିବ ଗୁଡ଼େ ଚୁଟି ଉପୁଡ଼ିଯିବ। ତା ସହିତ ଏହିପରି ଭାବରେ ଡେଲି ଆପଣମାନେ ଯଦି 2 ଦିନ 3 ଦିନ ଥରେ କରିବେ ଆପଣମାନଙ୍କର ପ୍ରାୟ ସବୁ ଚୁଟି ଉପୁଡ଼ିଯିବ। ତା ସହିତ ଆପଣମାନଙ୍କର ଚୁଟି ମୂଳ ସେଇଠି ୱିକ୍ ହେଇଯିବ, ଆଉ ଚୁଟି ଉଠିବାରେ ବେଶୀ ସମୟ ଲାଗିବ। ଆପଣମାନଙ୍କର ଚୁଟି ଆସ୍ତେ ଆସ୍ତେ ସେଠୁ କମିବାରେ ଲାଗିବ। ତ ଆଶା କରୁଛି ଟିପ୍ସଟି ଭଲ ଲାଗିଥିବ। ରହିଲି, ନମସ୍କାର। ଆଉ ସବସ୍କ୍ରାଇବ୍ କରିବା ପାଇଁ ଜବାରୁ ଭୁଲିବେନି। ଜୟ ଜଗନ୍ନାଥ।